ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ 2 ଜଣ ଆହତ ହେବା ସହିତ 3 ଜଣ ମର୍ମନ୍ତୁଦ ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ହିନ୍ଦୋଳ ଚିକିତ୍ସାଳୟରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ 5 ନମ୍ବର ୱାର୍ଡର ଦୀପୁ ବେହେରା ଓ ନିର୍ମଳ ରାଉତ ସିଡି ଡିଲକ୍ସ ବାଇକ୍ ଅନୁଗୁଳ ଦିଗରୁ ହିନ୍ଦୋଳ ଆଡ଼କୁ ଫେରିବା ସମୟରେ ହିନ୍ଦୋଳରୁ କଂସର ଆଡ଼କୁ ଯାଉଥିବା ତରଣୀ ସାହୁ, ଅରୁ ସାହୁ ଓ ଯୁଗଳ ବେହେରା ଭାରସାମ୍ୟ ହରାଇ ହିନ୍ଦୋଳ ଚଣାବାରିଆ ଶ୍ମଶାନ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ 2 ଜଣ ସାମାନ୍ୟ ଆହତ ହେବା ସହ 3 ଜଣ ଗୁରୁତର ଆହତ ହୋଇଥିଲେ। ହିନ୍ଦୋଳ ଅଗ୍ନିଶମ ସେବା ବିଭାଗ ସେଠାରେ ପହଞ୍ଚି 5 ଜଣଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ 3 ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟିଲେ ମଧ୍ୟ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗୋଟିଏ ଆଲୋକର ବ୍ୟବସ୍ଥା ନାହିଁ। ଉକ୍ତ ଅଞ୍ଚଳ ସର୍ବଦା କିଟିକିଟି ଅନ୍ଧାରରେ ରହୁଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଢେଙ୍କାନାଳ ହିନ୍ଦୋଳରୁ ନିରୋଜ ପାଲଙ୍କ ରିପୋର୍ଟ, ଟିଭିପିସିଆର୍।